ସାର୍ ସମସ୍ତ ରାଜ୍ୟର ପବିତ୍ର ଉତ୍ସବରେ ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ। ସମସ୍ତ ପ୍ରତିଯୋଗୀଙ୍କୁ ମୁଁ ସବୁବେଳେ ଅଭିନନ୍ଦନ ଜଣାଇ ଏଥିପାଇଁ ଯେଉଁମାନେ ସେ ଭାଗ ନିଅନ୍ତି ସାହସ ଥାଏ ଭାଗ ନେବା ପାଇଁ ସେଥିପାଇଁ ସେମାନେ ଆସନ୍ତି। ପିଲାମାନେ ଯେଉଁମାନେ ପ୍ରତିଯୋଗିତାରେ ସେମାନେ ବିଜୟ ଲାଭ କରନ୍ତି ସେ ଶ୍ରେୟ ପାଆନ୍ତି, କିନ୍ତୁ ବାସ୍ତବରେ ଯେଉଁମାନେ ଅଂଶଗ୍ରହଣ କରିକି କୌଣସି ପ୍ରକାର ପାଆନ୍ତି ନାହିଁ ସେମାନେ ଶ୍ରେୟ ନ ପାଇଲେ ମଧ୍ୟ ସେମାନେ ପାଖାପାଖି ସମସ୍ତେ ସମାନ। କାହିଁକିନା ଏସବୁ କମ୍ପିଟିସନରେ ଏକ ଅଧିକ ହାର ଜିତ ହୁଏ। ତ ମୋର କେଉଁଠି ତ୍ରୁଟି ରହିଲା ଯେ ମୁଁ ଆଗକୁ ଯାଇପାରିବି। ଅନ୍ୟ ତ୍ରୁଟି ଦେଖିବା ଅପେକ୍ଷା ଆମେ ସବୁବେଳେ ନିଜର ତ୍ରୁଟିକୁ ଆସି ଯଦି ସୁଧାରି ଦେବା ଆମେ ନିଶ୍ଚୟ ଆଗକୁ। ଏମିତି କଥା କମ୍ପ୍ଲିଟ୍ ଭାଗ ନେଇଛନ୍ତି, ପୋଜିସନ୍ ପାଇନାହାନ୍ତି, ତା ଅର୍ଥ ହେଇଯାଇଛି ପରେ ସେମାନେ ଆହୁରି ଶାଣିତ ହେଉଛନ୍ତି। ନିଜକୁ ଚୁପୁଡ଼ି ସେମାନେ ଅସୁବିଧା ପଥରେ ବସେଇ ଆହୁରି ଶାଣିତ ହେଉଛନ୍ତି। ତେବେ ଆଜିର ଏହି କମ୍ପିଟିସନ୍ ଉଦ୍ଦେଶ୍ୟରେ ଦୀପକ କହିପାରିବି ଏଇ ଯେଉଁ ଓଡ଼ିଶାର ମାଟି ପାଣି ପବନ କେତେ ମିଠା କେତେ ନିଆରା କେତେ ଥଣ୍ଡା, କିନ୍ତୁ ଆଜି ସେ ଦୂଷିତ କୌଣସି କାହିଁକି ନା ଆମେ ମଣିଷମାନେ ନିଜର ସ୍ୱାର୍ଥ ପାଇଁ ନିଜର ସୁଖ